ଦେଖନ୍ତୁ ଦୀର୍ଘ 19 ବର୍ଷ ଧରି ଆମର ଏଠୁ ଜୁନିୟର ସାଇଣ୍ଟିଷ୍ଟ ମାନେ ଆମେ ବିଶ୍ୱକୁ ବୁଝାଉଛୁ। ଆମର ଉଦ୍ଦେଶ୍ୟ ହେଉଛି ଆଉ ଷ୍ଟୁଡେଣ୍ଟ ମାନେ ସାଇନ୍ସ ବିଷୟରେ ଆଉ ଟିକେ ଜାଣନ୍ତୁ ଏବଂ ସାଇନ୍ସ ପ୍ରତି ତାଙ୍କର ଆକର୍ଷଣ ଆହୁରି ବଢୁ ଏବଂ ଆମର ସାଇଣ୍ଟିଷ୍ଟ ମାନେ ଏଇଠୁ ତିଆରି ହୁଅନ୍ତି। ଏମାନେ ଭଲ ସାଇଣ୍ଟିଷ୍ଟ ହେଇକି ସେ ଗୋଟେ ବାହାରନ୍ତୁ, ଏ ହେଉଛି ଆମର ଉଦ୍ଦେଶ୍ୟ। ଆଜି 30 ଜଣ ସାଇଣ୍ଟିଷ୍ଟ ଜୁନିୟର ସାଇଣ୍ଟିଷ୍ଟ ଏମାନେ ଶିଳରେ ଗୋଟା ହଉଥିଲେ ଏବଂ ସେଠି କେମିତି ଆଉ ନିଜ ଯୋଉ ରକେଟ ଲଞ୍ଚ ହଉଛି ଆଉ କେମିତି ଆଉ ସାଟେଲାଇଟ ତିଆରି ହଉଛି ସେ ବାବଦରେ ସବୁ ନଲେଜ ଗ୍ରହଣ କରିକି ଆସିଲେ। ଇଏ ଆମ ପାଇଁ ବଡ଼ ସୌଭାଗ୍ୟର ବିଷୟ। ଆଜି ସମସ୍ତ ଷ୍ଟୁଡେଣ୍ଟସ ଆସିକି ପହଞ୍ଚିଲେ, ଆମେ ବସରେ ବସେଇକି ବିଦା କରିବୁ। ସେ ଦୀର୍ଘ ସମୟ ଧରି ସେ ରହିବେ ଆଉ ସେଠି ଆଉ ସାଇନ୍ସ ଭିତ୍ତିକ ବିଶେଷ କରି ଆଉ ସ୍କାଏ ସାଇନ୍ସ ବାବଦରେ ଆଉ ନଲେଜ ନେଇକି ଆସିବେ। ହାତ ତଳକୁ କରି ଚାଲିଛି କାମ ଅନେକ ଜିଲ୍ଲାରେ ହାତ ତଳକୁ କରି ଆଉ କିଛି ଜିଲ୍ଲାରେ ଷ୍ଟାର୍ଟ ମଧ୍ୟ ହବ। ନାଇଁ ଆପଣ ତ ଜାଣିଛନ୍ତି କେନ୍ଦ୍ରରେ 12 ବର୍ଷ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଯୋଉ ଶାସନ ଦେଲେ ସମସ୍ତ ମରଣ ଅଛି। ବିଶ୍ୱରେ ଆଜି ସେ ଜଣେ ଅଦ୍ୱିତୀୟ ନେତା ଆଉ ଡେଭଲପମେଣ୍ଟ କାମ ତଳ ସ୍ତରରୁ ଗଲିରୁ ଦିଲ୍ଲୀ ପର୍ଯ୍ୟନ୍ତ ସେ କରିଛନ୍ତି। ସବୁ କ୍ଷେତ୍ରରେ ଡେଭଲପମେଣ୍ଟ ହେଇଛି। ଆପଣଙ୍କର ମାଗଣା ଚାଉଳ ଆପଣଙ୍କର ପାଇଖାନା ଗାଁରେ କେମିତି ଭଉଣୀମାନଙ୍କ ପାଇଁ ମାଆମାନଙ୍କ ପାଇଁ ପାଇଖାନା ହବ ସେ ଚିନ୍ତା କରି ଏବଂ ଉଜ୍ଜଳା ଗ୍ୟାସ ଦେଇ ଆଉ ପ୍ରଧାନମନ୍ତ୍ରୀ ଆବାସ ପର୍ଯ୍ୟନ୍ତ ସବୁ ପ୍ରକାର ଯୋଜନା ସେ କରିଛନ୍ତି। ଆଉ ସାଇନ୍ସକୁ ମଧ୍ୟ ଆହୁରି ଡେଭଲପମେଣ୍ଟ ସେ କରିଛନ୍ତି। ତାଙ୍କର ଅମଳରେ ସାଇନ୍ସ ବିଜ୍ଞାନ ବହୁତ ବ୍ୟାପକ ଭାବରେ ଡେଭଲପମେଣ୍ଟ ହେଇଛି। ସାଇଣ୍ଟିଷ୍ଟ ମାନେ ବହୁତ ଉତ୍ସାହିତ ହେଇଛନ୍ତି ଆଉ ସାଇଣ୍ଟିଷ୍ଟ ମାନେ ବିଦେଶକୁ ଯାଉନାହାନ୍ତି। ସବୁ କ୍ଷେତ୍ରରେ ତାଙ୍କର ନେତୃତ୍ୱରେ ଭାରତବର୍ଷ ନେତୃତ୍ୱ ଦେଇছে। ଆଉ ପ୍ରତ୍ୟେକ ବିଷୟରେ ଯଦି ଆଲୋଚନା କରିବା ବହୁତ ସମୟ ଲାଗିବ, ତେଣୁ ଏଇ 12 ବର୍ଷ ଗୋଟେ ସୁବର୍ଣ୍ଣ ଯୁଗ ବୋଲି ମାନିବାକୁ ସବୁ ଜାଗାରେ ସବୁ ଦେଶରେ ଦରଦାମ ବୃଦ୍ଧି ହେଇଛି। କାରଣ ମାନେ କୁପ୍ରଭାବ ଚାରିଆଡେ ପଡିଛି। ଆଉ ଆମର ରାଜ୍ୟରେ ବା ଆମ ଦେଶରେ ଦରଦାମ ଏତେ ବୃଦ୍ଧି ହେଇନି ଯେହେତୁ ଅନ୍ୟ ଦେଶ ମାନଙ୍କରେ ବୃଦ୍ଧି ହେଇଛି। ତେଣୁ ପରିସ୍ଥିତି ଅନୁଯାୟୀ ଆମକୁ ଚାଲିବାକୁ ପଡିବ। ସେଇଥିପାଇଁ ସେ କହିଲେ ଯେ ଦେଖିକି ତେଲ ଖର୍ଚ୍ଚ କରନ୍ତୁ ଆଉ ସୁନା ବିଦେଶକୁ ଯାଆନ୍ତୁନି, କାରଣ ଏଇଟା ଗୋଟେ କ୍ରାଇସିସ୍ ପିରିୟଡ। ଆଉ କଣ୍ଟ୍ରି ଆମେ ସମସ୍ତେ କ୍ରାଇସିସ୍ ପିରିୟଡରେ ହେଇକି ଆମ ନେତାଙ୍କ କଥା ମାନିବା ଉଚିତ।